ओम शांति। ମୁଁ ଆଜି ଗୋଟେ ଗପ କହିବାକୁ ଚାହୁଁଛି, ଆଶା କରୁଛି ଆପଣମାନେ ନିଶ୍ଚୟ ଶୁଣିବେ। ଓମ ଶାନ୍ତି। ଗୋଟିଏ ଚିଡ଼ିଆଖାନାରେ ମା ଓଟ ଛୁଆ ଓଟ ଥାନ୍ତି। ଛୁଆ ଓଟଟି ଦିନେ ମାଆକୁ ପଚାରିଲା, ମା ଆମର ଗୋଡ଼ ଗୁଡ଼ିକ କାହିଁକି ଏତେ ଲମ୍ବା ଲମ୍ବା ହୋଇଛି? ମା ଓଟ ଉତ୍ତର ଦେଲା, ଓଟମାନେ ମରୁଭୂମିରେ ରହନ୍ତି। ମରୁଭୂମିରେ ବହୁତ ଲମ୍ବା ରାସ୍ତା ଚାଲିବାକୁ ପଡ଼େ। ତେଣୁ ଏଇ ଯେଉଁ ଲମ୍ବା ଗୋଡ଼ ସକାଶେ ପାହୁଣ୍ଡ ଗୁଡ଼ିକ ଆମର ଲମ୍ବ ଲମ୍ବ ପଡ଼େ। ତେଣୁ ଚାଲିବାକୁ ସୁବିଧା ହୁଏ ସହଜରେ, ଆଉ କମ୍ ସମୟରେ ବି ଆମେ ବହୁତ ଦୂର ପର୍ଯ୍ୟନ୍ତ ଯାଇପାରୁ। ତାପରେ ପୁଣି ଛୁଆ ଓଟ ପଚାରିଲା, ଆଚ୍ଛା ଆମ ପାଦ କାହିଁକି ଏମିତି ଗୋଲିଆ ମାଂସଳ ହେଇଛି? ମା ଓଟ କହିଲା, ଏଇ ପାଦରେ ଚାଲିବାକୁ ବାଲିରେ ସୁବିଧା ହୁଏ। ମରୁଭୂମି ସାରା ବାଲିରେ ଭରା, ଚାରିଆଡ଼େ ଖାଲି ବାଲି ବାଲି। ତେଣୁ ବାଲିରେ ଚାଲିବା ପାଇଁ ଭଗବାନ ଏମିତି ପାଦ ଆମକୁ ଦେଇଛନ୍ତି। ଆଚ୍ଛା ଠିକ୍ ଅଛି, ଆମ ଏଇ ଯେଉଁ ଆଖି ପତା ଇଏ କାହିଁକି ଏତେ ବଡ଼ ହେଇଛି? ପୁଣି ଓଟ କହିଲା ଯେ ମରୁଭୂମିରେ ବହୁ ସମୟ ବାଲି ଝଡ଼ ହୁଏ। ଇଏ ବାଲି ଝଡ଼ରେ ଏମିତି ବାଲି ଝଡ଼ ହୁଏ ଯେ ଆଖି କାନ ନାକ ସବୁଆଡ଼େ ବାଲି ପଶିଯାଏ। ତେଣୁ ଓଟମାନେ ଆଖି ବନ୍ଦ କରି ଶୋଇ ପଡ଼ନ୍ତି, ଯାହାଫଳରେ ଆଖିରେ ବାଲି ପଶେ ନାହିଁ। ତାପରେ ପୁଣି ଓଟ ଛୁଆ ପଚାରିଲା, ସବୁ ଠିକ୍, ପିଠିରେ ଆମର କାହିଁକି ଏମିତି ଗୋଟେ କୁଜ ହେଇଛି? ପୁଣି ମା ଓଟ କହିଲା ଯେ ପିଠିରେ କାହିଁକି କୁଜ ହେଇଛି ଜାଣିଛୁ ନା? ମରୁଭୂମିରେ ସବୁ ଜାଗାରେ ପାଣି ମିଳେନି, ବହୁତ ଦୂର ଦୂର ଜାଗା ଯିବା ପରେ ପାଣି ମିଳେ। ତେଣୁ ଯେଉଁଠି ପାଣି ମିଳେ ଓଟମାନେ ସେଠି ବହୁତ ପାଣି ପିଇ ଦିଅନ୍ତି, ପ୍ରଚୁର ପାଣି ପିଅନ୍ତି। ଏଇ କୁଜଠି, ଏଇ ଯେଉଁ ପିଠିରେ ଯେଉଁ କୁଜ ଅଛି ସେଇ କୁଜରେ ପାଣି ଜମା ହୋଇ ରହେ, ଦରକାର ବେଳେ ସେ କାମରେ ଲାଗେ। ପୁଣି ଛୁଆ ଓଟ କହିଲା, ଆଚ୍ଛା ଭଗବାନ ଏତେ ପ୍ରକାର ଆମ ପାଇଁ ସୁବିଧା କରିଛନ୍ତି, ଆମେ ମରୁଭୂମିରେ ନ ରହି ଏମିତି ଚାରିପଟ ବାଡ଼ ଘେରା ହେଇଛି, ଏତିକି ଟିକେ ଜାଗାରେ ଆମେ କାହିଁକି ରହିଛେ? ପ୍ରକୃତରେ ଆମେ ଏକଥା ବି ବିଚାର କରିବା କଥା, ଆମେ କେତେ ବନ୍ଧନରେ ରହିଛେ। ଭଗବାନ ଆମକୁ ସବୁ ପ୍ରକାର ସୁବିଧା ଦେଇଛନ୍ତି, ଆଖି କାନ ନାକ ପାଟି ବିଚାର ବୁଦ୍ଧି ବିବେକ ଦିବ୍ୟ ଜ୍ଞାନ ସବୁ ଦେଇଛନ୍ତି, କିନ୍ତୁ ଆମେ ସେଇ ବନ୍ଧନରେ ରହିଛେ। କ'ଣ ବନ୍ଧନ? ଯେ ଆମ ଏଇ ଆତ୍ମାର ଯେଉଁ ସ୍ୱଧର୍ମ, ସୁଖ ଶାନ୍ତି ଆନନ୍ଦ ପ୍ରେମ ପବିତ୍ରତା ଶକ୍ତି, ଇଏ ସବୁକୁ ଆମେ ଭୁଲି ଯାଇଛେ। ଆମେ ବର୍ତ୍ତମାନ ଦେହ ବନ୍ଧନରେ ରହିଛେ। ଦେହର ଯେଉଁ ଧର୍ମ, ଦେହର ଧର୍ମ କ'ଣ? କାମ କ୍ରୋଧ ଲୋଭ ମୋହ ମାୟା ଅହଙ୍କାର ଈର୍ଷା ଦ୍ୱେଷ ହିଂସା, ଇଏ ସବୁ ହେଉଛି ଆମ ଦେହର ଧର୍ମ। ଏଇ ଧର୍ମରେ ଆମେ କବଳିତ ହୋଇ ସବୁ ଜିନିଷକୁ ମୋର ମୋର କହି ମାୟାରେ ପୁରା ଜଡ଼ିତ ହୋଇ ରହିଛେ। କିନ୍ତୁ ଯେଉଁଦିନ ଆମେ ମୋର ନୁହେଁ ତୋର କହିଦେବା, ପ୍ରକୃତରେ ଆମେ ଯେତେବେଳେ ଦୁନିଆକୁ ଆସିଲେ ଆମେ କିଛି ଆଣିଥିଲେ କି? କିଛି ଆଣିନଥିଲେ। ଏଇଠି ସବୁ ଆମେ ସଂଗ୍ରହ କରିକି ରଖିଛେ। ଆମେ କିନ୍ତୁ ସେ ପୁଣି କୋଉଠୁ ଆସିଲା? ଆମେ ଚାହିଁଲେ ବି ମିଳିବନି, ସେ ସବୁ ଭଗବାନଙ୍କର ଦୟାରୁ ମିଳିଛି। ଆମ ଚାରିପଟେ ପାଣି ପବନ, ବଞ୍ଚିବା ପାଇଁ ସବୁ ପ୍ରକାର ରାସ୍ତା, ଗଛରେ ଫୁଲ ଫଳ ଇତ୍ୟାଦି ସବୁ ଆମ ପାଇଁ ଖଞ୍ଜେଇଛନ୍ତି ବୋଲି ତ ଆମେ ବଞ୍ଚିତେ ବୋଲି ତ ଏତେ କଥା କରିପାରୁଛେ। ତେଣୁ ସବୁ ଭଗବାନଙ୍କର ଦାନ, ଆମେ ତାକୁ ଭୁଲି ଯାଉଛେ। ସବୁ ଜିନିଷକୁ ମୋର ମୋର କହିକି ସମ୍ଭାଳିକି ରଖିବାକୁ ଚେଷ୍ଟା କରୁଛେ। ଆମେ ଯଦି ନିମିତ୍ତ ଭାବରେ ରହିବା, ଭଗବାନ ମୋତେ ପଠେଇଛନ୍ତି ଏଇ କାମ କରିବା ପାଇଁ, ଏଇଟା ଭଗବାନଙ୍କର କାମ, କରନ କରାବନ ହାର ସିଏ, ମୋ ଦ୍ୱାରା ସେ କରଉଛନ୍ତି, ଏମିତି ଯଦି ଆମେ ଭାବିବା ଆମେ ବନ୍ଧନ ମୁକ୍ତ ହେଇଯିବା। ଆମେ ବନ୍ଧନ ମୁକ୍ତ ହେବା ପାଇଁ ସବୁବେଳେ ଭଗବାନଙ୍କ ସ୍ମୃତିରେ ରହିବା। ଓମ୍ ଶାନ୍ତି।